ବ୍ରିଜ ନିର୍ମାଣ ପାଇଁ ନଦୀ ଖୋଳା ଚାଲିଥିବା ସମୟରେ ରାମଲଲାଙ୍କ ମୂର୍ତ୍ତି ଭଳି ଅବିକଳ ଏକ ମୂର୍ତ୍ତି ମିଳିଛି। ତେବେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସରିଛି। ଭବ୍ୟ ମନ୍ଦିରରେ ପୂଜା ପାଉଛନ୍ତି ବାଳକ ରାମ। କିନ୍ତୁ ରାମଲଲାଙ୍କ ମୂର୍ତ୍ତି ଭଳି ଅବିକଳ ଏକ ମୂର୍ତ୍ତି ମିଳିଛି କର୍ଣ୍ଣାଟକ ରାୟଚୁର ଜିଲ୍ଲା କୃଷ୍ଣା ନଦୀରୁ। ଏଥିସହିତ ଏକ ଶିବଲିଙ୍ଗ ମଧ୍ୟ ମିଳିଛି। ତେବେ ନଦୀ ଗର୍ଭରୁ ଉଦ୍ଧାର ହୋଇଥିବା ମୂର୍ତ୍ତିଟି ବିଷ୍ଣୁଙ୍କ ଦଶାବତାର ପ୍ରତିମୂର୍ତ୍ତି ବୋଲି ଜଣାପଡ଼ିଛି। ଆଉ ଏହି ମୂର୍ତ୍ତିଟି ଖୁବ୍ ପ୍ରାଚୀନ ହୋଇଥିବା ବେଳେ ଏହାକୁ ଇସଲାମିକ ଆକ୍ରମଣକାରୀଙ୍କ ଠାରୁ ରକ୍ଷା କରିବା ପାଇଁ ନଦୀ ଶଯ୍ୟାରେ ରଖାଯାଇଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର ରାୟଚୁର ଜିଲ୍ଲାର ଶକ୍ତିନଗର ନିକଟରେ କୃଷ୍ଣା ନଦୀ ଉପରେ ଏକ ସେତୁ ନିର୍ମାଣ କରାଯାଉଛି ଏବଂ ସେଠାରେ ସେତୁ ନିର୍ମାଣ ସମୟରେ ନଦୀ ଶଯ୍ୟାରୁ ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଏବଂ ଶିବଲିଙ୍ଗ ମିଳିଛି। ଆଉ ମିଳିଥିବା ବିଷ୍ଣୁଙ୍କ ମୂର୍ତ୍ତି ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିବା ରାମଲଲାଙ୍କ ପ୍ରତିମୂର୍ତ୍ତି ଭଳି ଦେଖାଯାଉଛି। ଯେଉଁ ମୂର୍ତ୍ତିର ଚାରିପାଖରେ ଦଶାବତାର ଚିତ୍ର ଖୋଦିତ ହୋଇଛି, ଯାହାକି ଅବିକଳ ସେହି ପ୍ରତିମୂର୍ତ୍ତି ଭଳି। ସେପଟେ ଐତିହାସିକ ପଦ୍ମଜା ଦେଶାଇ ଏହି ପ୍ରତିମୂର୍ତ୍ତିକୁ ନେଇ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଏହା ଏକାଦଶ ଶତାବ୍ଦୀର ପ୍ରତିମୂର୍ତ୍ତି, ଯାହାକି କଲ୍ୟାଣ ଚାଲୁକ୍ୟ ରାଜବଂଶର ଶାସନ କାଳରେ ଏହା ନିର୍ମିତ ହୋଇଥିଲା। ତେବେ ଏହି ମୂର୍ତ୍ତିର ଚାରିପାଖରେ ବିଷ୍ଣୁଙ୍କ ଦଶାବତାର ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପରଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀଙ୍କ ଅବତାର ଖୋଦିତ ହୋଇଥିବା ଦେଖିବାକୁ ମିଳିଛି। ଏଥିସହିତ ପ୍ରତିମୂର୍ତ୍ତିରେ ବିଷ୍ଣୁଙ୍କର ଚାରିଟି ବାହୁ ମଧ୍ୟ ରହିଛି। ଉପର ଦୁଇ ହାତରେ ଶଙ୍ଖ ଏବଂ ଚକ୍ର ଥିବା ବେଳେ ତଳ ହାତରେ ଆଶୀର୍ବାଦ ଦେବା ଭଳି ମୁଦ୍ରା ରହିଛି। ତେବେ ନଦୀ ଗର୍ଭରୁ ମୂର୍ତ୍ତି ଉଦ୍ଧାର ହେବା ପରେ ଶିବଲିଙ୍ଗ ଏବଂ ବିଷ୍ଣୁଙ୍କ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ ବା ASI କୁ ହସ୍ତାନ୍ତର କରାଯାଇଛି।